ଯେତେ ମନ୍ତ୍ରୀ ଥିଲେ ସବୁ ତ ହାଏଷ୍ଟ ଦିନେ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟରେ ଥିଲେ, କାମ ବି କରିଛନ୍ତି ରାଜ୍ୟ ପାଇଁ। ମୋ ଜଟଣୀ ପାଇଁ ଗୋଟେ ବଡ଼ ପ୍ରୋଜେକ୍ଟ ଦେଇଛନ୍ତି 3,500 କୋଟି ଟଙ୍କା, ଟ୍ରେନିଂ ସେଣ୍ଟର, ଟେକ୍ନିକାଲ ଟ୍ରେନିଂ ସେଣ୍ଟର, ଖୁବ୍ ଭଲ। ଗୋଟେ ଶୁଣା ହଉଛି ଶିକ୍ଷାକୁ ପଦ ଚାଲେ ଏଠି ପଦ ନେବେ ମୁଁ କହିପାରିବିନି ପଦ ମୋହନ ମାଝୀ ଯିବେ କି ରହିବେ, ନରେନ୍ଦ୍ର ମୋଦି କହିବେ, ଶାହ କହିବେ, ତାଙ୍କ ସଭାପତି କହିବେ, ମୁଁ ତାଙ୍କ ବିଷୟରେ କହିପାରିବିନି। ମୁଖ୍ୟମନ୍ତ୍ରୀ ଆପଣ ଖୁସି ହେବେ ନା କୋଉଟା? ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ ଜଣେ ସାନ ଭାଇ ଆମର, ଯଦି ହେବେ କିଛି ଆପତ୍ତି ନାହିଁ। କିନ୍ତୁ ମୋହନ ମାଝୀ ବି ଭଲ ଲୋକ, ଭଲ କାମ କରୁଛନ୍ତି। ତାଙ୍କୁ ବିଦାୟ କରି ଆଙ୍କୁ ରଖିବେ, ସେ ଶାହ ଉପରେ ନିର୍ଭର କରେ, ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ଭର କରେ। ନୀତିନ ଗଡ଼କରୀ କହୁଛନ୍ତି ଇଚ୍ଛା ନେଲେ ମୋର କିଛି ଭୁଲ ନାହିଁ, ତାଙ୍କ ପୁଅର ପରା ସେ କହୁଛନ୍ତି ମୋର କିଛି ଭୁଲ। ଗଡ଼କରୀ ଭୁଲ କହୁଛନ୍ତି, ପେଟ୍ରୋଲିୟମ ମନ୍ତ୍ରୀ କହୁଛନ୍ତି ଗଡ଼କରୀ ଭୁଲ କହୁଛନ୍ତି। ତାଙ୍କ ପୁଅର ଇଏ ସଂସ୍ଥା ଗଡ଼କରୀ ପୁଅଙ୍କର ସାରା ଇଣ୍ଡିଆ ଯା ଗାଡି ଅଚଳ ହେଲାଣି ଚାରିଆଡେ, ତାଙ୍କ ପୁଅରେ ସଂସ୍ଥା ମିଶେଇକି ସେ ଦଉଛନ୍ତି ତେଲରେ। ତାଙ୍କ ନିଜ ପୁଅ ସେ ଜାଣିନାହାନ୍ତି। ପେଟ୍ରୋଲିୟମ ମନ୍ତ୍ରୀ ଦଉଛନ୍ତି ଦୋଷ ଥଇ ଦଉଛ ପେଟ୍ରୋଲିୟମ ମନ୍ତ୍ରୀ, ତମ ପୁଅ ସାରା ଇଣ୍ଡିଆର ଗାଡି ଅଚଳ ହବା ଅବସ୍ଥାରେ ଦିଲ୍ଲୀରେ ଷ୍ଟ୍ରାଇକ୍ ହେଲାଣି। ଆପଣ ତେଲ ପକେଇଛନ୍ତି ସେଇ ତେଲ ମିଶେଇକି ପକଉଛୁ, ସମସ୍ତେ ପକଉଛୁ, ତମେ ବି ପକଉଛୁ, ତମ ମତ ସମସ୍ତେ ଆମେ ପକଉଛେ। ଗାଡି ଗୁଡାକ ଆମର ଅଚଳ ହେଇଯିବ, ବଡ ଦୁଃଖର ବିଷୟ। ହଁ ହଁ ଭସେଇ ଦଉଛନ୍ତି। ଗଡ଼କରୀଙ୍କ ପୁଅ ଇଣ୍ଡିଆଟା ଯୋଗଉଛନ୍ତି। ଏଗୁଡା ଅତି ଅନ୍ୟାୟ। ଗରିବ ଲୋକ ଯେ ଗାଡି ଖଣ୍ଡେ କିଏ କାରଟେ କରିଛି, କିଏ ମୋଟରସାଇକେଲ କରିଛି, କିଏ ସ୍କୁଟରଟେ କରିଛି, ସବୁ ଅଚଳ ହେଇଯିବ। ଧନୀ ଲୋକର କିଛି ଅସୁବିଧା ନାହିଁ, କିନ୍ତୁ ମଧ୍ୟବିତ୍ତ ଗରିବ ଲୋକ ଅଚଳ ହେଇଯିବେ। ସବୁ ଗାଡି ରିଜେକ୍ଟ ହେଇଯିବ, ଖରାପ ହେଇଯିବ, ଖରାପ ହେଇଗଲାଣି। କାଲି ଦିଲ୍ଲୀରେ ଟୋଟାଲ ଷ୍ଟ୍ରାଇକ୍ ହେଇଛି। ବ୍ୟାଟେରୀ ଗାଡି କିଣିବା ପାଇଁ ହଁ ଜିଦ୍ ଧରିଛନ୍ତି। ବ୍ୟାଟେରୀ ଗାଡି ବି ସରକାର ପଇସା ଦେଇଦଉ, ଲୋନ ଦେଇଦଉ, ଲୋକ କିଣିଦେବେ, କିଛି ଅସୁବିଧା ନାହିଁ। ବ୍ୟାଟେରୀ ଗାଡି ମାଲିକ ପଇସା ନେଇଛି କମ୍ପାନୀ ନାହିଁ। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଦେହାନ୍ତ ହୋଇଥିଲା। ଦୁଃଖିତ ଆମେ। ଭଲ ସଂଗଠକ ଥିଲେ, ଭଲ ଲୋକ ଥିଲେ, ଭଲ ମନ୍ତ୍ରୀ ବି ଥିଲେ। ଆଜି ରୋଡ କାମ କିଛି କରିଛନ୍ତି, ମିଳାପି ଲୋକ, ଭଦ୍ର ଲୋକ। ତାଙ୍କ ବିୟୋଗରେ ଆମେ ମର୍ମାହତ। ତାଙ୍କ ଆତ୍ମାର ସଦ୍ଗତି ହଉ, ତାଙ୍କ ପିଲାମାନଙ୍କୁ ଜଗନ୍ନାଥ ଶକ୍ତି ଦିଅନ୍ତୁ, ସେ ନିଜ ଗୋଡ଼ରେ ଠିଅନ୍ତୁ। ଭଲ ଗଣ୍ଡ ଇସ୍ତଫା ଦାବି ନେଇ କହିଲେ, ନବୀନ ବି କହିଲେ ଆମର କଂଗ୍ରେସ ଦଳ ଭକ୍ତ କହିସାରିଲେଣି, ଯଦି ନଦେବେ ବନ୍ଦ ଡାକରା ହବ। ତେଣୁ ଯେତେବେଳେ ସଭାପତି କହିସାରିଲେଣି ଆମେ ବାଧ୍ୟ ହେଇ ବାହାରିବୁ। ବିରୋଧୀ ଦଳ ନେତା ବି କହିଲେନି, ବାହାରିବେ, ସମସ୍ତେ ବାହାରିବେ। ଏମିତି ସବୁ ନେତା ଇସ୍ତଫା ଦେବେ, ମନ୍ତ୍ରୀ ଇସ୍ତଫା ଦେବେ, ତାହେଲେ ଚାଲିବ କେମିତି? ନୂଆ ମନ୍ତ୍ରୀ ହେବେ, ଆହୁରି ଭଲ କାମ କରିବେ। ଏଇ ଯୋଉ ମନ୍ତ୍ରୀ ଗଲେ ଫେରେ ନୂଆ ଆସିବେ, କାମ ହବ, କିଛି ଅସୁବିଧା ନାହିଁ। ମନ୍ତ୍ରୀ ଭୁଲ କରିବେନି ବୋଲି ମାନେ ତାର ମାନେ ନାହିଁ। ସେ ଯଦି ଭୁଲ করে ଏମିତି ବିଦା ହେବେ। ତେଣୁ ମନ୍ତ୍ରିମଣ୍ଡଳ ଚେଞ୍ଜ ହବ, ଏବେ ନଗଦ ଚେଞ୍ଜ ହବ। ଓଡିଶାରେ ତ 2 ବର୍ଷ 2.5 ବର୍ଷ ହେଲାଣି ବର୍ତ୍ତମାନ ସୁଦ୍ଧା ପରିବର୍ତ୍ତନ ହଉନି। ନାଇଁ ଏଇନା ଯୋଉ ଭଳିଆ ଅବସ୍ଥା ହେଲାଣି, ଏ ଯୋଉ ଟେକ୍ସଟ ବୁକରେ ସେ ଯୋଉ ଭୁଲ ପ୍ରିଣ୍ଟ, ବଡ ଅବସ୍ଥା ଶୋଚନୀୟ। କାଲିଠୁ ସଭାପତି ଆମର କହିଲେଣି ଯଦି ଇସ୍ତଫା ନ ଦେବେ ଓଡିଶା ବନ୍ଦ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଲାଣି ହଟାଅ, ଆନ୍ଦୋଳନ ଆରମ୍ଭ ହବ, ଫେରେ ସାଂଘାତିକ ପରିସ୍ଥିତି ହବ। ତେଣୁ ଆଗକୁ ଡେରି ନ କରି ବାହାରି ଯିବା, ମନ ଇଚ୍ଛାରେ ଉଚିତ ହବ। ହଁ ହେଇଯାଇପାରେ, କିଛି ଅସୁବିଧା ନାହିଁ। ଲୋକ ହୋ ହେଇ ଉଠିଲେଣି। ବିଜେପି ବିପକ୍ଷରେ ସାରା ଇଣ୍ଡିଆରେ, ସାରା ଓଡିଶାରେ ବାହାରିଲେଣି। ଯଦି ଆନ୍ଦୋଳନ ହେଇଯିବ, ଜୋରରେ ହେଇଯିବ, ସାଂଘାତିକ ହେଇଯିବ। ତାଙ୍କ ପ୍ରଧାନମନ୍ତ୍ରୀ ନ କହିଲେ, ମୁଖ୍ୟମନ୍ତ୍ରୀ ନ କହିଲେ ସେ କେମିତି ଦେବେ? ସେ କହିଲେ ତ ଦେବେ। କଲିକତା ହେ ବେକାରିଆ କଥା। ଆମର ମିନିମମ୍ 1100 ବର୍ଷ 1200 ବର୍ଷ ତଳୁ ଲକ୍ଷ୍ମୀକି ସନ୍ତୁଷ୍ଟ କରିବା ପାଇଁ ଯୋଉ ରଥରେ ଗଲେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଭଉଣୀକି ନେଇ, ସ୍ତ୍ରୀ ତାଙ୍କର ଲକ୍ଷ୍ମୀ ଅସନ୍ତୁଷ୍ଟ ହେଇ ରାଗରେ ଜର୍ଜରିତ ହେଇ
ମନ୍ଦିର ପ୍ରବେଶ ବେଳକୁ ଅଟକାନ୍ତି। ରଥ କାଠ ବି ଭାଙ୍ଗି ଜବରଦସ୍ତ ନେଇଯାଆନ୍ତି। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲାର ଜନ୍ମ ପୁରୀ ଜଗନ୍ନାଥଙ୍କ ପାଖେ ଆରମ୍ଭ। ତେଣୁ ରସଗୋଲା ଜଟଣୀରେ ଜଗନ୍ନାଥଙ୍କର ଭୋଗ ଲକ୍ଷ୍ମୀ ସନ୍ତୁଷ୍ଟ କରିବା ପାଇଁ ଜଗନ୍ନାଥ ଦେଇଥିଲେ, ସନ୍ତୁଷ୍ଟ ହେଇଥିଲେ। ଏ ବେଙ୍ଗଲ ଭାଇମାନେ ଆସନ୍ତି ଜଗନ୍ନାଥ ଦର୍ଶନ କରିବାକୁ। ରସଗୋଲା ଖାଇକିରି ସେ ବାଉଳାରେ କହୁଛନ୍ତି ଆମର। ସେ ବଙ୍ଗାଳୀ କ'ଣ କହିବେ ସେମାନେ? ବଙ୍ଗାଳୀ କହିବି ଦାଦା মিথ্যা বলে না, মিথ্যা বলে না। রসগোলার জন্য পুরী জগন্নাথ ধাম লক্ষ্মী কি সন্তুষ্টর জন্য জগন্নাথ রসগোলা লক্ষ্মী। আজ দেখিলা বেলকু তেল রেট বড়িগলানি, সୋରିଷ ତେଲ ରେଟ୍ ବଢ଼ିଲାଣି, ଡିଜେଲ ରେଟ୍ ବଢ଼ିଲାଣି, ପେଟ୍ରୋଲ ରେଟ୍ ବଢ଼ିଲାଣି, ପନିପରିବା ଛୁଇଁ ହଉନି। ପୋଟଳ 250, ସାରୁ 100, ଭେଣ୍ଡି 120, ଜହ୍ନି 120, ବାଇଗଣ 200, ପିଆଜ ରସ ବଢ଼ିଲାଣି, ରସୁଣ ବଢ଼ିଛି, ଅଦା ବଢ଼ିଲାଣି। କ'ଣ ଫେରେ ହବ? ଖାଦ୍ୟ ବଢ଼ିଲା, ଚାଉଳ 10 ଟଙ୍କା ଲେଖା ବଢ଼ିଗଲାଣି, ଅଟା ବଢ଼ିଲାଣି, ମଇଦା ବଢ଼ିଲାଣି, ଗୁଡ଼ ରେଟ୍ ବଢ଼ିଲାଣି, ଖାଦ୍ୟ ସବୁ ରେଟ୍ ବଢ଼ି ସାରିଲାଣି। କ'ଣ ଫେରେ ହବ ଏ ରାଜ୍ୟରେ? ମୋହନ ମାଝୀ ଆରେ ଯିଏ ଦାୟିତ୍ୱ ନେଇ ତୁଲାଅ, ତମକୁ ବସେଇ ଦିଆଗଲା ମୁଖ୍ୟମନ୍ତ୍ରୀ ସିଟ୍ରେ, ତେବେ ଟିକେ ତଳୁ କ'ଣ ନା ଖାଲି ଉପରୁ କ'ଣ ନେଇଲ? ଏ ଖଟିକିଆ ମୂଲିଆ ଗରିବ ଲୋକ ବଞ୍ଚିବେ କେମିତି? ସବୁ ରେଟ୍ ବଢ଼ିଗଲା, ଭୟଙ୍କର ରେଟ୍। ହାଟରେ ବସି ହଉନି, ମାର୍କେଟରେ ବସି ହଉନି। ମିନିମମ୍ ଚାଉଳ ରେଟ୍ ବଢ଼ିଗଲା 10 ଟଙ୍କା, ତେଲ ଫେଲ ସବୁ ବଢ଼ିଗଲା, ଚିନି ଅଟା ସବୁ। ଭୟଙ୍କର ପରିସ୍ଥିତି। ଜନସାଧାରଣ ବଞ୍ଚିବେ କେମିତି? ତୁରନ୍ତ ପଦକ୍ଷେପ ନିଅ। ବାହାର ରାଜ୍ୟରୁ ଆଣ, ବାହାର ଦେଶରୁ ଆଣ, ଯୋଗାଅ। ଅଣ୍ଡା ରେଟ୍ ବଢ଼ିଲା, ମାଛ ରେଟ୍ ବଢ଼ିଲାଣି, ମାଂସ 800। କ'ଣ ଫେରେ ହବ? ଛେନା ରେଟ୍ ବଢ଼ିଲା। ବଡ଼ ଦାରୁଣ ଦୁଃଖ ଓଡ଼ିଶା ପରିସ୍ଥିତି। ଜଣେ ନାଗରିକ ହିସାବରେ ଆମେ ନିବେଦନ କରୁଛେ, ହେ ମୋହନ ମାଝୀ, ହେ ନରେନ୍ଦ୍ର ମୋଦି, ପ୍ରଥମେ ଆଗ ଜନସାଧାରଣ ବଞ୍ଚିବେ କେମିତି ଚିନ୍ତା କର। ଏ ଦରଦାମ କଣ୍ଟ୍ରୋଲ କର। ଓଡ଼ିଶା ଦରଦାମ ହୁଇ ବଢ଼ୁଛି, କଣ୍ଟ୍ରୋଲ କର, ତାହେଲେ ଲୋକ ଟିକେ ଆଶ୍ୱସ୍ତି ପାଇବେ। ଧର୍ମେନ୍ଦ୍ର ପ୍ରଧାନ ଫେରୁଛନ୍ତି ଓଡ଼ିଶାକୁ, ଆଜି ଫେରୁଛନ୍ତି। ତାଙ୍କ ପାଇଁ ବିରାଟ ଆୟୋଜନ ହଉଛି। ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପାଇଁ ବିରାଟ ଆୟୋଜନ ହଉଛି, ତାଙ୍କୁ ରିସିଭ୍ କରି ଆଣିବା ପାଇଁ, ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ। କାଲି ତାଙ୍କ MP ମାନେ ଲୋକସଭାରେ ସମ୍ବର୍ଦ୍ଧନା ଦେଇଥିଲେ ଯେ ତମେ ବିଦାୟ ହେଇଛ, ଆମେ ତମ ପଛରେ ଅଛୁ। ଏଠି ବି ଆଜି ବହୁତ ଲୋକ ଯୋଗାଡ଼ ଯନ୍ତ୍ର ହଉଛନ୍ତି, ସେ ଆସିବେ, ତାକୁ ସମର୍ଥନ ଦେବେ, କହିବେ ଆମେ ତମ ସାଥିରେ ଅଛୁ। ଧର୍ମେନ୍ଦ୍ର କାମୁକା ଲୋକ, ଯେତେ କ୍ୟାବିନେଟରେ ଆମର ଓଡ଼ିଶାର ଆଜି ପର୍ଯ୍ୟନ୍ତ ଥିଲେ, ଡକ୍ଟର ମହତାବ ପ୍ରଥମେ ଥିଲେ, ବିଜୁ ପଟ୍ଟନାୟକ, ନନ୍ଦିନୀ ଦେବୀ, ଆମର ଜାନକୀ ବଲ୍ଲଭ ପଟ୍ଟନାୟକ, ନୀଳମଣି ରାଉତରାୟ,